ମୁଁ ଆପଣଙ୍କୁ ଦେଖାଉଛି ମଙ୍ଗଳଗିରିରେ ବର୍ତ୍ତମାନ ଇଏ ହେଉଛି ପ୍ରାଣକଳା ନୃସିଂହ ମନ୍ଦିର। ପ୍ରାଣକଳା ନୃସିଂହ ମନ୍ଦିର, ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଣକଳା। ଇଏ ହେଉଛି ମଙ୍ଗଳଗିରିରେ ଏ ହେଉଛି ଏ ପାହାଡ଼ ଉପରେ ନୃସିଂହଙ୍କର ମୂର୍ତ୍ତି ଅଛି, ତା ଉପରେ ଲକ୍ଷ୍ମୀଙ୍କର ମୂର୍ତ୍ତି ଅଛି। ପ୍ରାଣକଳା କାହିଁ କୁହାଯାଉଛି, ଏଠି ଜାଗିରି ପାଣି ସମସ୍ତେ ନେଇକିରି ଗୋଟେ ଷ୍ଟିଲ୍ ଢାଳରେ ପୁରୋହିତକୁ ଦେବେ। ପୁରୋହିତ ସିଏ ପାଣିକୁ ନୃସିଂହଙ୍କର ମୁହଁରେ ଦେଉଛି। ସେ ଢାଳୁର ଅଧା ପାଣି ଭିତରକୁ ଯାଉଛି, କୁଆଡ଼େ ଯାଉଛି କିଏ ଜାଣିନାହାନ୍ତି। ନୃସିଂହଙ୍କର ଗର୍ଭକୁ ଯାଉଛି ଏବଂ ସେ ଗର୍ଭରୁ ବାକି ଅଧା ଆସୁଛି ଢାଳରେ। ପୁରୋହିତ ଆପଣଙ୍କୁ ଦେଉଛି, ଆପଣ ସେଇ ଅଧା ପାଣିକି ଆଣିଲେ ସେବା କରିବେ, ବୋତଲରେ ଆଣିକିରି ଆପଣ ପିଇପାରିବେ। ଏଇମାନେ ସବୁ ଆସିଛନ୍ତି ଓଡ଼ିଶାରୁ, ନୃସିଂହଙ୍କୁ ଦର୍ଶନ କରିସାରିଲେଣି, ପଣା ପିଇ ସାରିଲେଣି, ପଣା ଦେଇ ସାରିଲେଣି। ଏପଟେ ମଧ୍ୟ ପାହାଚ ପଟେ ବାଟ ଅଛି, ଏପଟେ ଆପଣ ଚାଲିକିରି ଯିବେ, ପାହାଚରେ ମଧ୍ୟ ଚଢ଼ି ଚଢ଼ିକିରି ଯିବେ। ସୁନ୍ଦର ପାହାଡ଼, ସୁନ୍ଦର ଅବସ୍ଥା। ଏଇଟା ହେଉଛି ମଙ୍ଗଳଗିରି ସହର। ମଙ୍ଗଳଗିରି ପାହାଡ଼ ଉପରେ ମୁଁ ଏ ଫଟୋ ଉଠାଉଛି। ଏ ମଙ୍ଗଳଗିରି ପାହାଡ଼, ଏଇଠି ମଙ୍ଗଳଗିରିର ଦୃଶ୍ୟ ଆପଣ ଦେଖନ୍ତୁ। ମଙ୍ଗଳଗିରି ସହରର ଦୃଶ୍ୟ ଏଇଟା। ମଙ୍ଗଳଗିରି ପାହାଡ଼ ଉପରେ ଲକ୍ଷ୍ମୀ ନୃସିଂହଙ୍କର ମନ୍ଦିର ଅଛି। ନୃସିଂହ ମୁଁ କହିଲି ଜାଗିରି ପାଣି ଆପଣ ଢାଳରେ ନେଇକି ଯିବେ, ସେ ଢାଳରେ ତାକୁ ସିଏ ଢାଳିବେ ତାଙ୍କ ପାଟିରେ। ଅଧା ପାଟିକି ଯିବ, ଅଧା ପାଟିରୁ ବାହାରିକିରି ଆସିବ, ଯେଉଁଟା ଆପଣ ସେବା କରିବେ। ଜୟ ଶ୍ରୀ ନୃସିଂହ, ଜୟ ଶ୍ରୀ ନୃସିଂହ, ଜୟ ନୃସିଂହ, ଜୟ ନୃସିଂହ, ଜୟ ନୃସିଂହ, ଜୟ ନୃସିଂହ।